ଆଜି ଆମେ ଏହି ଭିଡ଼ିଓରେ ଅଷ୍ଟମ ଶ୍ରେଣୀ ସଂସ୍କୃତ କଳିକା ବହିର ପ୍ରଥମ ପାଠ ଭେଦଭାବ ନ କର୍ତ୍ତବ୍ୟ ହୋ ବିଷୟର ଅଭ୍ୟାସ କାର୍ଯ୍ୟ ଆଲୋଚନା କରିବା। ଏକ ନମ୍ବରଟି କହିଛି ଏକ ପଦେ ନ ଉତ୍ତରମ୍ ଲିଖତ, ଗୋଟିଏ ପଦରେ ଉତ୍ତର ଲେଖିବା। କ ନମ୍ବରଟି କହିଛି ମନୁଷ୍ୟ ହୋ କିଦୃଶ ହୋ ପ୍ରାଣୀ, ଆନ୍ସାର ସାମାଜିକ ହୋ। ଖ ନମ୍ବରଟି କହିଛି କେସାମ୍ ମଧ୍ୟେ ଏକୋତ୍ତମ ଆବଶ୍ୟକମ୍, ଆନ୍ସାର ମାନବାନାମ୍। ଗ ନମ୍ବରଟି କହିଛି କହ ଜଗସିଦ୍ଧ କବିଃ, ଆନ୍ସାର ବଳରାମ ଦାସଃ। ଘ ନମ୍ବରଟି କହିଛି ଲକ୍ଷ୍ମୀ କେଶାମ୍ କୃତେ ମହାପ୍ରସାଦମ୍ ପଚତି, ଆନ୍ସାର ସର୍ବେଶାମ୍। ଉ ନମ୍ବରଟି କହିଛି ଶ୍ରେୟା କେନ ଗୃହାଙ୍ଗଣମ୍ ଲିପ୍ତବତୀ, ଆନ୍ସାର ଗୋମୋଦୟ କେନ, ଗୋବର ପାଣିରେ। ଚ ନମ୍ବରଟି କହିଛି କୁତ୍ର ସଂକୀର୍ଣ୍ଣ ଭେଦଭାବଃ ନାସ୍ତି, ଆନ୍ସାର ଶ୍ରୀକ୍ଷେତ୍ର ମଣ୍ଡଳେ। ତାପରେ 2 ନମ୍ବରଟି କହିଛି କଷ୍ଟକତଃ ଶୁଦ୍ଧମ୍ ପଦମ୍ ଚିତ୍ୱା ଶୂନ୍ୟସ୍ଥାନମ୍ ପୂରୟତ, ବନ୍ଧନୀ ମଧ୍ୟରୁ ସଠିକ୍ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। କ ନମ୍ବରଟି ହେବ ଲକ୍ଷ୍ମୀ ଶ୍ରୀଜଗନ୍ନାଥସ୍ୟ ପତ୍ନୀ। ଖ ନମ୍ବରଟି ହେବ ଧାନୌ ଲକ୍ଷ୍ମୀ ପ୍ରତିମାଂ ସ୍ଥାପିତବତୀ। ଗ ନମ୍ବରଟି ହେବ ଅନୁଜା ଶ୍ରୀ ସୁଭଦ୍ରା। ଘ ନମ୍ବରଟି ହେବ କବିଷୁ ବଳରାମ ଦାସଃ ସମାଜ ସଂସ୍କାରକଃ। ଉ ନମ୍ବରଟି ହେବ ସ୍ୱଚ୍ଛତା ସୁଖଦା ନିତ୍ୟମ୍। ଚ ନମ୍ବରଟି ହେବ ଶ୍ରୀ ଜଗନ୍ନାଥଃ ଲକ୍ଷ୍ମ୍ୟାଃ ପ୍ରସ୍ତାବମ୍ ଅନୁମୋଦିତବାନ୍। ତାପରେ 3 ନମ୍ବରଟି କହିଛି ମାତୃଭାଷୟା ଅନୁବାଦମ୍ କୁରୁତ, ମାତୃଭାଷାରେ ଅନୁବାଦ କର। କ ନମ୍ବରଟି କହିଛି ଜନାନାଂ ଗୃହାଣି ପହିତାନି ଦୃଷ୍ଟ୍ୱା ଲକ୍ଷ୍ମୀ ଦୁଃଖିତା ଭବତି, ଲୋକମାନଙ୍କର ଘରଦ୍ୱାର ବନ୍ଦ ଥିବା ଦେଖି ଲକ୍ଷ୍ମୀ ଦୁଃଖିତ ହୁଅନ୍ତି। ଖ ନମ୍ବରଟି କହିଛି ଶ୍ରେୟା ପ୍ରାତରୁତ୍ଥାୟ ସ୍ନାନାଦି ନିତ୍ୟ କର୍ମ ସମୀପବତୀ, ଶ୍ରେୟା ସକାଳୁ ଉଠି ସ୍ନାନ ଇତ୍ୟାଦି ନିତ୍ୟକର୍ମ ସମାପ୍ତ କରିଥିଲା। ଗ ନମ୍ବରଟି କହିଛି ଦ୍ୱାଦଶ ବର୍ଷାଣି ଇତସ୍ତତଃ ଭ୍ରମନ୍ତୌ କଷ୍ଟମ୍ ସ୍ୱୀକୃତବନ୍ତୌ, 12 ବର୍ଷ ପର୍ଯ୍ୟନ୍ତ ଏପଟ ସେପଟ ବୁଲି ଦୁଇ ଭାଇ କଷ୍ଟ ସହିଥିଲେ। ଘ ନମ୍ବରଟି କହିଛି କ୍ରୋଧେନ ଶ୍ରୀ ବଳଭଦ୍ରଃ ପାକପାତ୍ରମ୍ ତ୍ରଟିତବାନ୍, ରାଗରେ ବଳଭଦ୍ର ରନ୍ଧନ ପାତ୍ର ବା ହାଣ୍ଡି ଭାଙ୍ଗି ଦେଇଥିଲେ। ତାପରେ 9 ନମ୍ବରଟି କହିଛି ଶ୍ରୀ ଜଗନ୍ନାଥଃ ଲକ୍ଷ୍ମ୍ୟାଃ ପ୍ରସ୍ତାବମ୍ ଅନୁମୋଦିତବାନ୍, ଶ୍ରୀ ଜଗନ୍ନାଥ ଲକ୍ଷ୍ମୀଙ୍କ ପ୍ରସ୍ତାବକୁ ଅନୁମୋଦନ କରିଥିଲେ ବା ଗ୍ରହଣ କରିଥିଲେ। ଚ ନମ୍ବରଟି କହିଛି ବିଶ୍ୱସ୍ୟ ସର୍ବେ ମାନବାଃ ସୋଦରାଃ, ବିଶ୍ୱର ସମସ୍ତ ମନୁଷ୍ୟ ଭାଇ ଭାଇ। ତାପରେ 4 ନମ୍ବରଟି କହିଛି ସ୍ତମ୍ଭ ମିଳନମ୍ କୁରୁତ, ସ୍ତମ୍ଭ ମିଳନ କର। ପୁରୀ ସ୍ଥିତେ ହେବ ଶ୍ରୀମନ୍ଦିରେ, ଗୃହାଣୀ ହେବ ପହିତାନି, ମନୋହରାଣୀ ହେବ ଚିତ୍ରାଣୀ, ବହୁନାମ୍ ହେବ ଜନାନାମ୍, ଲକ୍ଷ୍ମୀ ହେବ ଦୁଃଖିତାଃ, ସର୍ବେ ହେବ ତିଷ୍ଠନ୍ତି। ତାପରେ 5 ନମ୍ବରଟି କହିଛି ସଂସ୍କୃତେନ ବାକ୍ୟାନି ରଚୟତ, ସଂସ୍କୃତରେ ବାକ୍ୟ ଗଠନ କର। କ ନମ୍ବରଟି କହିଛି ନିବାସଃ ମାନେ ବାସସ୍ଥାନ, ବଳରାମ ଦାସସ୍ୟ ନିବାସଃ ଏରବଙ୍ଗ ଗ୍ରାମେ ଅସ୍ତି। ଖ ନମ୍ବରଟି କହିଛି କବିଷୁ ମାନେ କବିମାନଙ୍କ ମଧ୍ୟରେ, କବିଷୁ ବଳରାମ ଦାସଃ ସମାଜ ସଂସ୍କାରକଃ। ଗ ନମ୍ବରଟି କହିଛି ତଥା ମାନେ ଏବଂ ବା ସେହିପରି, ସମାଜେ ସ୍ୱଚ୍ଛତା ତଥା ସମାନତା ଆବଶ୍ୟକୀ। ଉ ନମ୍ବରଟି କହିଛି ଦେବାଃ ମାନେ ଦେବତାମାନେ, ଶ୍ରୀମନ୍ଦିରେ ଅନ୍ୟେ ଦେବାଃ ପୂଜ୍ୟନ୍ତେ। ଉ ନମ୍ବରଟି କହିଛି ପ୍ରତ୍ୟେକମ୍ ମାନେ ପ୍ରତ୍ୟେକ, ଲକ୍ଷ୍ମୀ ପ୍ରତ୍ୟେକମ୍ ଗୃହମ୍ ଯାତି। ଚ ନମ୍ବରଟି କହିଛି ଏକତ୍ର ମାନେ ଏକାଠି, ସର୍ବେ ଏକତ୍ର ମହାପ୍ରସାଦମ୍ ସ୍ୱୀକୁର୍ବନ୍ତୁ। ତାପରେ 6 ନମ୍ବରଟି କହିଛି ସନ୍ଧି ବିଚ୍ଛେଦମ୍ କୁରୁତ, ସନ୍ଧି ବିଚ୍ଛେଦ କର। କ ନମ୍ବରଟି କହିଛି ଭେଦଭାବସ୍ତୁ, ଭେଦଭାବଃ ଯୁକ୍ତ ତୁ। ଖ ନମ୍ବରଟି କହିଛି ପୂର୍ବମିବ, ପୂର୍ବମ୍ ଯୁକ୍ତ ଇବ। ଗ ନମ୍ବରଟି କହିଛି କୋऽପି, କୋଃ ଯୁକ୍ତ ଅପି। ଘ ନମ୍ବରଟି କହିଛି ଇତସ୍ତତଃ, ଇତଃ ଯୁକ୍ତ ତତଃ। ଓ ନମ୍ବରଟି କହିଛି ମାସ୍ତୁ, ମା ଯୁକ୍ତ ଅସ୍ତୁ। ଚ ନମ୍ବରଟି କହିଛି ପ୍ରାତରୁତ୍ଥାୟ, ପ୍ରାତଃ ଯୁକ୍ତ ଉତ୍ଥାୟ। ତାପରେ 7 ନମ୍ବରଟି କହିଛି ଶୁଦ୍ଧମ୍ ଉତ୍ତରମ୍ ଚିନୁତ, ସଠିକ୍ ଉତ୍ତର ବାଛ। କ ନମ୍ବରଟି କହିଛି କହ ସାମାଜିକଃ ପ୍ରାଣୀ, ମନୁଷ୍ୟଃ। ଖ ନମ୍ବରଟି କହିଛି କହ ଜଗସିଦ୍ଧଃ ପ୍ରସିଦ୍ଧଃ କବିଃ, ବଳରାମ ଦାସଃ। ଗ ନମ୍ବରଟି କହିଛି କହ ଜଗବଳେନ ତଥ୍ୟମ୍ ଜାନାତି, ଶ୍ରୀ ବଳଭଦ୍ରଃ। ଘ ନମ୍ବରଟି କହିଛି କସ୍ୟାଃ ତ୍ୟାଗଃ ଅନୁଚିତଃ, ପତ୍ନ୍ୟାଃ। ଉ ନମ୍ବରଟି କହିଛି ଶ୍ରୀ ଜଗନ୍ନାଥଃ ବଳଭଦ୍ରଶ୍ଚ କତି ବର୍ଷାଣି କଷ୍ଟମ୍ ସ୍ୱୀକୃତବନ୍ତୌ, 12 ବର୍ଷାଣି।
च नंबरटी कहिछि कौ अस्पृश्य गृहे भजनम कर्तु प्रस्तुतौ भ्रातरौ। तापरे 8 नंबरटी कहिछि पूर्ण वाक्येन उत्तरम लिखत। पूर्ण वाक्ୟରେ उत्तर लेख। क नंबरटी कहिछि लक्ष्मी हि कदा नगर भ्रमणार्थम गच्छति। आंसर लक्ष्मी हि मार्गशीर्ष मासे प्रति गुरुवासरम प्रत्युष काले नगर भ्रमणार्थम गच्छति। ख नंबरटी कहिछि लक्ष्मी हि किम दृष्टवा दुखिता भवति। आंसर बहुनां जनानां गृहाणि पहितानि दृष्ट्वा लक्ष्मी हि दुखिता भवति। ग नंबरटी कहिछि लक्ष्मी हि कदा आनंदिता भवति। आंसर यदा लक्ष्मी हि परिष्कृतं स्वच्छ परिवेशं समार्जितं अंगनं पश्यति तदा आनंदिता भवति। घ नंबरटी कहिछि जोग बलेन श्री बलभद्रः किम जानयति। आंसर जोग बलेन श्री बलभद्रः जानाति यत् लक्ष्मी हि समार्जिकायाः गृहं गतवती। ॐ नंबरटी कहिछि कः केन माध्यमेन अस्पृश्यतां दूरीकर्तुम् अचेष्टत्। आंसर कवि हि बलराम दासः लोकप्रिय कथा माध्यमेन अस्पृश्यतां दूरीकर्तुम् अचेष्टत्। तापरे 9 नंबरटी कहिछि प्रायेण 50 पदैः मातृभाषया उत्तरम लिखत। प्राय 50टी शब्दरे ओडियारे बा निज मातृभाषा रे उत्तर लेख। लक्ष्म्याः कोपेन श्रीजगन्नाथः बलभद्रश्च कथम कष्टम प्रान्तवन्तौ। लक्ष्मीको कोप बा राग जोगु श्रीजगन्नाथ और बलभद्र किपरि कष्ट पाइले। आंसर श्री बलभद्रଙ୍କ आज्ञारे जगन्नाथ लक्ष्मी को श्रीमंदिरରୁ बहिष्कार करिबा परे लक्ष्मी अभिमान करी समुद्र कूଳରେ अलगा गोटे प्रसाद निर्माण करी रहिले। फଳରେ श्रीमंदिर श्रीहीन होईगला। लक्ष्मी को बिना श्रीमंदिर रे महाप्रसादर अभाव देखादेला। श्री जगन्नाथ और बलभद्र दरिद्र होई भोक शोषरे 12 वर्ष धरी 12 वर्ष बा 12 वर्ष धरी एणे सेणे भ्रमण करी बहुत कष्ट पाइले। सेमानकु केउठी हेले खाइबाकू मिलिला नाही। शेषरे क्षुधारे आतुर होई सेमाने लक्ष्मी को भवन रे पहुँची भजन पाई प्रार्थना करिथिले। एपरि भावे लक्ष्मी को प्रकोप जोगु दुई भाई दुख भोग करथिले। जदि एही भिडियोटी तुम मानको भलो लागिछि तेबे एही चैनल को सब्सक्राइब करिया पई जमारो भी भूलिबे नाही। थैंक यू फॉर वाचिंग।